ଶିବ ପୁରାଣ ଚାରି ଯୁଗ ଯୁଗାଞ୍ଚର ବନ୍ଦନ ଉମା ଦେବୀ କହୁଛନ୍ତି ଦେବ ମହେଶ୍ୱର ଯାହା ପଚାରୁଛି ପ୍ରଭୁ କୁହ ସରଧାର ଯୁଗ ମାନେ କେଉଁ ପରି ହୋଇଲେ ଉତ୍ପନ୍ନ ତାପରେ କହିବେ ମତେ ଯୁଗାଚାର ମାନ ଏହା ଶୁଣି ମହେଶ୍ୱର ଆନନ୍ଦ ହୋଇଲେ ଉମା ଦେବୀ ଯୁଗାଚାର ବୁଝାଇ କହିଲେ ଯାହା କହିଥିଲେ ଦେବ ଲେଖୁଅଛି ବାରେ ଗୁଣୀଜନ ଚିନ୍ତା କର ମନ ମାନସରେ ଚାରି ଗୋଟି ଯୁଗ ଶୁଣ ଦେବୀ ହିମବତୀ ସତ୍ୟ ତ୍ରେତୟା ଦ୍ୱାପର କଳି ଯୁଗ ଗତି ସତ୍ୟ ଯୁଗେ ସତ୍ୟ ସତ୍ୟ ବର୍ବଦା ଚଳଇ ସତ୍ୟ ବଚନ ସତ୍ୟ ଯୋଗୁ ଚଳେ ନାହିଁ ସତ୍ୟ ଯୁଗ ପରମାୟୁ କଥା ଏବେ ଶୁଣ 17,64,000 ବରଷଟି ଜଣ ସର୍ବେ ବ୍ରହ୍ମ ଜ୍ଞାନୀ ଜନ ଏକ ସରିବାଦୀ ପାଷାଣ ମୃତ୍ତିକା ପୂଜୁ ନଥିଲେ ସତତୀ ସତ୍ୟ ଯୁଗ ଅନ୍ତେ ତ୍ରେତା ଯୁଗର ପ୍ରବେଶ ତ୍ରିପାଦ ସତ୍ୟପାଦ କେ ପାପ ପରମାଣ 12,96,000 ବରଷ ତୃତୀୟ ଯୁଗର ହେଲା ପ୍ରକୃତ ଆୟୁଷ ତ୍ରେତୟା ଯୁଗେ ଜନ୍ମିଲା ବିଶ୍ରବାନନ୍ଦନ ମହାପ୍ରତାପୀ ଭାଇତା ବୀର କୁମ୍ଭକର୍ଣ୍ଣ ପରମା ଧାର୍ମିକ ପୁଣି ଆଉ ଏକ ଭାଇ ବିଭୀଷଣ ତାର ନାମ ଜାଣ ଯେ ଅଟଇ ସୂର୍ଯ୍ୟ ବଂଶର ମାନ୍ଧାତା ନାମେ ନରବର ତା ସଙ୍ଗେ ଯୁଦ୍ଧ କରିଲା ସେ ବାଲେଶ୍ୱର ଯୁଦ୍ଧରେ ଜିତି ନ ପାରି ଚାପୁଡା ମାରିଲା ମାରିବା ବେଳେ ମାନ୍ଧତା ତାକୁ ପାର୍ଶ୍ୱ ଦେଲା କହିଲା ମୋ ବଂଶ ହସ୍ତେ ଲଭିବୁ ମରଣ ଭୃଗୁଙ୍ଗ ବଂଶେ ଜନ୍ମ ଯେ ହେଲେ ପରଶୁରାମ ଏକବିଂଶ ବାର ପୃଥ୍ୱୀ ନକ୍ଷତ୍ର କିରଣ ସହସ୍ର ବର୍ଷ ଶାସନ କରିଲେ ତ ଜାଣ ଭୋଗ କଲେ ଅଷ୍ଟାଦଶ ଯେତେ ନର ନାର ସାଗର ବଂଶ ରାଜା କଲେ ରାଜପଣ ସେ ବଂଶରେ ଭାଗୀରଥୀ ଜନମ ହୋଇଲେ ଗଙ୍ଗା ଆସି ମର୍ତ୍ତ୍ୟପୁରେ ବଂଶ ଉଦ୍ଧାରିଲେ ତାପରେ ସେ ରଘୁରାଜ କଲେ ରାଜପଣ ତାଙ୍କ ସୁତ ଅଜପୁଣି କରିଲେ ଶାସନ ସୀତା ପାଇଁ ରାମ ବଧ କଲେ କ ରାବଣ ତାଙ୍କ ସୁତ ଲବ କୁଶ ଦୁଇ ଭାଇ ଜଣ ରାମଚନ୍ଦ୍ର ରାଜ୍ୟ ତାଙ୍କୁ ଦେଇ ଚଳି ଗଲେ ତାର ଆୟୁଷ ରାଜ୍ୟ ଶାସନ କରିଲେ ତାପରେ ଯେ ବସୁକଳ୍ପ ରାଜନ ହୋଇଲେ 7,000 ବର୍ଷ ଯେ ରାଜପଣ କଲେ ତାପରେ ଯେ ହରିଶ୍ଚନ୍ଦ୍ର ନୃପତି ହୋଇଲେ 2,15,000 ଜୀବିତ ରହିଲେ ଉତ୍ତାନ ପାଦ ତାପରେ ହୋଇଲେ ନୃପତି ପୃଥ୍ୱୀ ହୋଇଲେ ଯେ ତାଙ୍କ ପରେ ଯେ ନୃପତି ହରିହର ଯେ ନୃପତି ହେଲେ ତାଙ୍କ ଉପରେ ତାଙ୍କ ଅନ୍ତେ ନରବର ହେଲେ ଯେ ଭୂପାଳେ ତାପରେ ଶିବରାୟ ଯେ ନୃପତି ସତ୍କର ନୃପତି ହୋଇଲେ ପୁଣି ଅଜେନ୍ଦ୍ର ମହିର ପୁରନ୍ଦର ପରେ ରାଜ୍ୟ ଶାସନ କରିଲେ ତାପରେ ପ୍ରବେଶ ହେଲା ଦ୍ୱାପର ଯୁଗରେ 8,64,000 ଆୟୁ ଯୁଗର ଦ୍ୱାପର ଆରମ୍ଭ ପୁଣ୍ଡରୀକ ରାଜା ହେଲେ ତାପରେ ପୁଣି କଶ୍ୟପ ରାଜପଣ କଲେ 80,000 ବରଷ ହୋଇଲେ ନୃପତି ଉଗ୍ରସେନ ଜିତା ପରେ ହେଲେ ନରପତି ତାପରେ ଯେ କଂସାସୁର ନୃପତି ହୋଇଲା ତାକୁ ବଧ କଲେ ନନ୍ଦ ଗୋପାଳର ବଳା ଅନନ୍ତ 10,000 କରିଲେ ଶାସନ ତାପରେ ଯେ ପାରଶୁକ କରିଲେ ଶାସନ ପାର୍ଥିଭୂତ ତାପରେ ଯେ ହୋଇଲେ ରାଜନ ନରାଜିତ ତାଙ୍କ ପରେ ହେଲେ ନର ରାଣ ଜୟା ଜୟ ତାପରେ ହେଲେ ପୁଣି ଯେ ନୃପତି ତଦନ୍ତେ ସ୍ୱୟଂ ହେଲା ନୃପତି ନାମତି ଗଜପତି ନାମେ ତହିଁ ହେଲା ନରବର ତାପରେ ନୃପତି ହେଲେ ଯୁଧିଷ୍ଠିର ବୀର ଏହାପରେ କଳି ଯୁଗ ପ୍ରବେଶ ହୋଇଲା ପ୍ରଥମ ରାଜ ପରୀକ୍ଷିତ ଯେ ଗଲା 527 ରାଜା ହେଲେ ଜନ୍ମଜୟ ତାପରେ ଯେ ନୃପତି ହୋଇଲେ ସଂକେତ ତାପରେ ଯେ ହେଲେ ନରପତି ମୈତ୍ର ତାଙ୍କ ପରେ ଯେ ହୋଇଲେ ନୃପତି ଶଶାଙ୍କ ଦେବ ଯେ ରାଜନ ହେଲେ ତାପରେ ଶରଣାତ୍ୟ ରାଜପଣ ଯେ କଲେ ପରେ ବିକ୍ରମାଦି ତାପରେ ନୃପତି ହୋଇଲେ 7 ବର୍ଷ ରାଇଜ ଶାସନ କରିଲେ ଗୌତମ ତାଙ୍କ ପରେ ଯେ ହେଲେ ଯେ ନୃପତି ଭୋଜରାଜ ତାଙ୍କ ପରେ ଶାସକ ହେଲେଟି
ତ୍ରିଭୁବନ ନାମେ ଜଣେ ସେ ହେଲେ ନୃପତି, ଶୋଭାନନ୍ଦ ତାପରେ ଯେ ହୋଇଲେ ନୃପତି। ତାଙ୍କ ପରେ ଦଣ୍ଡ ହରି ଶାସନ କରିଲେ, ଇନ୍ଦ୍ରଦ୍ୟୁମ୍ନ ତାଙ୍କ ପରେ ରାଜପଣ କଲେ। ଗାଲ ମାଧବ ତାପରେ ନରପତି ହେଲେ, ଲେଧେନେଶ୍ୱର ତାପରେ ଶାସନ ହୋଇଲେ। ବକେଟେଶ୍ୱର ତାପରେ ରାଇଜର ରାଜା, ପ୍ରଜାପତିଶ୍ୱର ତାପରେ ନୃପତି ଯେ ଧ୍ୱଜା। କନେକେଶ୍ୱର ତାପରେ କଲେ ରାଜପଣ, ସୂର୍ଯ୍ୟକେଶ ତାପରେ ଯେ ହୋଇଲେ ନୃପତି। ଜମ୍ବୁଧର ତାଙ୍କ ପରେ ରାଜପଣ କଲେ, ଭଣ୍ଡକେଶ୍ୱର ତାପରେ ହେଲେ ଯେ ନୃପତି। ତାପରେ ଯେ ରାଜା ମହାଦେବ ଜ୍ୟୋତିପତି, ଭକ୍ତ କେଶରୀ ତାପରେ କରିଲେ ଶାସନ। ଗଙ୍ଗବଂଶତି ତେଣିକି କରିଲେ ଶାସନ, ଚୁଡଙ୍ଗ ତାଙ୍କ ପରେ ଯେ କଲେ ରାଜପଣ। ଈଶ୍ୱର ତାଙ୍କ ପରେ ଯେ ହୋଇଲେ ରାଜନ, ସିଦ୍ଧେଶ୍ୱର ନୃପତି ହେଲେ ତାଙ୍କ ପର। ଅନଙ୍ଗପମ ଦେବ ରାଜପଣ କଲେ, ଉମେ ଦେବ ତାପରେ ଯେ ହେଲେ ନୃପତି ଯେ ଶୁଣ। ରାଜ୍ୟ ଶାସନ ପ୍ରତାପ ନୃସିଂହ ସତତି, ପଦ୍ମନାଭ ତାପରେ ଯେ ନୃପତି ହୋଇଲେ। ମନୁ ତାପରେ ପୁଣି ନରପତି ହେଲେ, କପିଳେନ୍ଦ୍ର ଦେବମୁନି ହେଲେ ନରରାଣ। କାଳରୁଦ୍ର ତାପରେ ଯେ କଲେ ରାଜପଣ, ଭୋଜବଂଶେ ବିଷ୍ଣୁ ଦାସ ହୋଇଲେ ରାଜନ। ଗୋବିନ୍ଦ ଦେବ କରିଲେ ତହିଁ ରାଜପଣ, ଚକ୍ରଗଣ ନାମରେ ହେ ବସେ ମହୀପତି। କରୁଦେବ ନାମରେ ଯେ ହୋଇଲେ ନୃପତି, ମୁକୁନ୍ଦ ନାମରେ ଏକ ହୋଇବ ରାଜନ। କପିଳ ଦେବ କରିଲେ ତାପରେ ଶାସନ, ନୃପଦେବ ନାମେ ନରପତି ଯେ ହୋଇବ। ରାଜା ହେଲେ ଯେ ନାଙ୍ଗୁଳା ନରସିଂହ ଦେବ, ତାପରେ ପୁଣି ଗୋବିନ୍ଦ କରିଲେ ଶାସନ। ରଘୁଦେବ ଯେ ତାପରେ ହୋଇବେ ରାଜନ, ରାମଚନ୍ଦ୍ର ଦେବ ପୁଣି ହେଲେ ନୃପରାଣ। ପୁରୁଷୋତ୍ତମ ନୃପତି ପାଳିବେ ରାଜନ, ଗଙ୍ଗାଧରଙ୍କ 14 ବର୍ଷର ଶାସନ। ତାଙ୍କ ପରେ ନୃପତି ପୁଣି ମୁକୁନ୍ଦ ଦେବ, ଦିବ୍ୟ ସିଂହ କରିବେଟି ରାଜପଣ ଜଣ। ହରେ କୃଷ୍ଣ ତାଙ୍କ ପରେ ହୋଇବେ ରାଜନ, ଗୋପୀନାଥ କରି ତାଙ୍କ ପରେ ରାଜପଣ। ତାଙ୍କ ପରେ ରାମଚନ୍ଦ୍ର ହୋଇବେ ନୃପତି, ବୀରକେଶରୀ ରାଜନ ପାଳିବେ ଯେ କ୍ଷତି। ଏପରି ଅନେକ ରାଜା ହୋଇବେ କଳିରେ, ରାଜ୍ୟ ଶାସନ କରିବେ ରାଜ୍ୟ ମାନଙ୍କରେ। ଓಂ ନମଃ ଯୁଗ ପାପ ବର୍ଣ୍ଣନା, ଚାରି ଯୁଗ ମଧ୍ୟ କଳି ଯୁଗରେ ଅନୀତି। କଳି ଯୁଗ ମଣିଷର ଅନୀତି ଦୁର୍ନୀତି। ଚାରି ବର୍ଣ୍ଣରେ ଶ୍ରେଷ୍ଠ ଯେ କହନ୍ତି ବ୍ରାହ୍ମଣ, ବେଦ ପାଠ ଛାଡ଼ିଦେଲେ ପାପ ଆଚରଣ। ଛେଳି କୁକୁଡ଼ା ପାଳି ମଦ ମାଂସ ଖାଇଲେ, ନଦୀ ପୋଖରୀରୁ ମାଛ ପୁଣି ଯେ ମାରିଲେ। ତାଙ୍କ ଘରୁ ଶୂଦ୍ର କନ୍ୟା କରିଲେ ହରଣ, ରାଣ୍ଡି ବ୍ରାହ୍ମଣୀ ଯେ ଗର୍ଭବାସ ହେଲେ ଜାଣ। ବ୍ରାହ୍ମଣ ଶୂଦ୍ର କନ୍ୟା ଯେ ପୀରତି କରିଲେ, ତିଳକ କାଟି ମାତା ବେଦ ପୋଥି ଧରିଲେ। କେତେ ବିପ୍ର ଶୂଦ୍ରଙ୍କର ସେବା କରୁଛନ୍ତି, ମଢିଆ ନାମରେ କେତେ ବିପ୍ର ବୁଲୁଛନ୍ତି। ବ୍ରାହ୍ମଣ ମାନେ କଳିରେ ନିଜ ଧର୍ମ କଲେ, ପୋଡ଼ି ଖାଇ ଦେବେ ସବୁ କରିବେ କୁକର୍ମ। କ୍ଷତ୍ରିୟ କୁଳ କଥା ଯେ କହୁଛି ବୁଝାଇ, ଚାଷ କରି ଚାଷୀ ବଦଳକୁ ପୀଡ଼ା ଦେଇ। ବିକବା ଗୌରୀ ସାନ ଆଣିବେଟି ବଡ଼, କପଟି ଲମ୍ପଟି ଜନ କଥା ହେବ ଦୃଢ଼। ବଂଶ ନର ହେବ ପୁଣି କପଟି ଜନଙ୍କ, ଆଗେ ସୁଖ କରି ପଛେ ପାଇବେଟି ଦୁଃଖ। ତାଙ୍କ କନ୍ୟା ଅନ୍ୟ ଘରେ ବିବାହ କରିବେ, କୁଳହୀନ ଘରୁ କନ୍ୟା ଘରକୁ ଆଣିବେ। ହଡ଼ା ବେପାର କରିବେ ହାଟ ହାଟ ବୁଲି, ବଡ଼ ବଡ଼ କଥା ତାଙ୍କ ଘରକୁ ଟାହୁଲି। କୁଳାଚାର ଧର୍ମ ମାନ ଦେବେ ଯେ ପାଶୋରି, କ୍ଷତ୍ରିୟ ଧର୍ମ କଳି ଯୁଗ ନର ନାରୀ। ବୈଶ୍ୟ କୁଳ ଗତି ଏବେ ଶୁଣ ଦେଇ ମନ, ପର ପୁରୁଷେ ମାତିବେ ହୋଇନ ଅଜ୍ଞାନ। କୁଳାଚାର ଧର୍ମ ପୋଡ଼ି ଯେବେ ଯେ ଖାଇବ, ଶୂଦ୍ର କୁଳ ଆଚରଣ ଅଟଇ ହାରି। ଜାତି କୁଳ ଗୋତ୍ରକୁ ବିଚାର ନ କରି, ନାରୀ ମାନେ ଯେ ଅସତ୍ୟ ସରବେ ହୋଇବେ। ପର ପୁରୁଷରେ ସଦା ମନ ନିବେଶିବେ, ଉଚ୍ଚ ଜାତିରେ ଶୂଦ୍ରଙ୍କ କନ୍ୟା ପ୍ରୀତି କରି, ବିବାହ କରିବେ ଏହା ଶୁଣୁ ହେତୁ କରି। ନିଜ ଧର୍ମରେ ଯେ କେହି ରହିବେଟି ନାହିଁ, ନିର୍ଲଜ୍ଜି ହୋଇବେ ବୋଲି କୁଳରୁ ବଧୂଇ। ନାରୀ ମାନେ କୁଳ ଧର୍ମ ମାନର ରଖିବେ, ଶାଶୁ ଶ୍ୱଶୁରଙ୍କୁ ଯେ ସେବା ନ କରିବେ। ସ୍ୱାମୀଙ୍କୁ କହିବେ ନାରୀ ତୁକାର ବଚନ, ସାବିତ୍ରୀ ବ୍ରତ କରିବେ ନାରୀ ପଣ ପଣ।
ସତୀ ବୋଲି ତାଙ୍କ ମଧ୍ୟରେ ଜଣେ କେ ନଥିବେ, ଆପେ ଆପଣକୁ ଆପେ ସତୀ ବୋଲାଇବେ। କଳିର ପାପ ବିଷୟ ସଂକ୍ଷିପ୍ତ ବର୍ଣ୍ଣନା, ଶୁଣ ସାଧୁ ଜନେ ଦିଅ ସଦା ହୃଦୟ ଜ୍ଞାନ। ଓମ୍ ନମଃ ଶିବାୟ।